ଦେଖନ୍ତୁ ଆନନ୍ଦପୁର ରଜ ମହୋତ୍ସବ କମିଟିର ଆଜି ପ୍ରସ୍ତୁତି ବୈଠକ ଥିଲା। ସବୁ ବର୍ଷ ଭଳି ଚଳିତ ବର୍ଷ ଆନନ୍ଦପୁର ରଜ ମହୋତ୍ସବ ଜୁନ 14 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ଦୀର୍ଘ 4 ଦିନ ବ୍ୟାପୀ ପୁରା ଜାକଜକମରେ ଏବଂ ଅତି ଆଡ଼ମ୍ବରପୂର୍ଣ୍ଣ ଭାବରେ ବ୍ୟାପକ ଭାବରେ ପାଳନ କରାଯିବା ପାଇଁ ଆଜି ଏ ବୈଠକରେ ନିଷ୍ପତ୍ତି ହେଲା। ଆନନ୍ଦପୁର ସହରର ସମସ୍ତ ବୁଦ୍ଧିଜୀବୀ ଏବଂ ଆମ କମିଟିର ସମସ୍ତ ବ୍ୟକ୍ତି ଆଜି ଆମେ ଉପସ୍ଥିତ ଥିଲୁ। ଆଜି ନିଷ୍ପତ୍ତି ନିଆଗଲା ଯେ 4 ଦିନ ବ୍ୟାପୀ ଆନନ୍ଦପୁର ଯେଉଁ ସଂସ୍କୃତି ପରମ୍ପରା ଅନୁଯାୟୀ ରଜ ମହୋତ୍ସବ ବ୍ୟାପକ ଭାବରେ ପାଳନ କରାଯିବ ଏବଂ ଆନନ୍ଦପୁର ଯେଉଁମାନେ ପ୍ରତିଷ୍ଠିତ ବ୍ୟକ୍ତି ସାରା ଦେଶରେ ରାଜ୍ୟରେ ଅଛନ୍ତି ସେମାନଙ୍କୁ ନିମନ୍ତ୍ରଣ କରାଯିବ ଏବଂ ଯେଉଁ ଟ୍ୟାଲେଣ୍ଟ ପର୍ସନ୍ ଅଛନ୍ତି ତାଙ୍କୁ ସମ୍ମାନିତ କରାଯିବ ଏବଂ ଛାତ୍ରଛାତ୍ରୀ ଯୁବକ ଯୁବତୀମାନଙ୍କ ଭିତରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରାଯିବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏବଂ ରଜ ଦୋଳିର ଗୀତ ଆସର ଏବର୍ଷ ନୂଆକୁ କରାଯିବା ପାଇଁ ସ୍ଥିର ହେଲା ଏବଂ 3 ଦିନ ବ୍ୟାପୀ ମୀନା ବଜାର ଦୋଳି ଏବଂ ପିଠାପଣା ଏଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ବ୍ୟାପକ ଭାବରେ କରାଯିବା ପାଇଁ ଆଜି ବୈଠକରେ ନିଷ୍ପତ୍ତି ହେଲା।